ଆପଣ କେବେ ଭାବିଛନ୍ତି କି ବେଳେବେଳେ ଆମର ଦୁର୍ବଳତା ହିଁ ଆମର ସବୁଠୁ ବଡ଼ ଶକ୍ତି ପାଲଟି ଯାଏ? ଆଜି ମୁଁ ଆପଣଙ୍କୁ ଏମିତି ଏକ କାହାଣୀ ଶୁଣେଇବି ଯାହା ଏହି କଥାଟିକୁ ପୂରାପୂରି ସତ ବୋଲି ପ୍ରମାଣିତ କରିଦେବ। ଏହା ହେଉଛି ଗୋଟିଏ ଛୋଟ ମାଛର କାହାଣୀ ଯିଏ ନିଜ ବୁଦ୍ଧିରେ ବଡ଼ ବଡ଼ ସମସ୍ୟାକୁ ବି ହରାଇ ଦେଇଥିଲା। ଗୋଟିଏ ବଡ଼ ପୋଖରୀ ଥିଲା। ସେଥିରେ ଅନେକ ପ୍ରକାରର ମାଛ ରହୁଥିଲେ। କିଛି ମାଛ ଥିଲେ ବହୁତ ବଡ଼ ଆଉ ଶକ୍ତିଶାଳୀ। ସେମାନଙ୍କୁ ନିଜ ରୂପ ଆଉ ବଡ଼ ଉପରେ ଭାରି ଗର୍ବ ଥିଲା। ସେମାନେ ପୋଖରୀରେ ଏପଟ ସେପଟ ହୋଇ ବୁଲୁଥିଲେ ଆଉ ନିଜକୁ ପୋଖରୀରେ ରାଜା ବୋଲି ଭାବୁଥିଲେ। ସେମାନଙ୍କର ଧାରଣା ଥିଲା ଯେ ସେମାନଙ୍କଠାରୁ ବଳବାନ ଆଉ କେହି ନାହାନ୍ତି। ସେହି ପୋଖରୀରେ ଗୋଟିଏ ଛୋଟିଆ ମାଛ ବି ରହୁଥିଲା। ସେ ଦେଖିବାକୁ ଥିଲା ଖୁବ୍ ଛୋଟ ଆଉ ଦୁର୍ବଳ। ବଡ଼ ମାଛମାନେ ତାକୁ ଦେଖିଲେ ସବୁବେଳେ ଥଟ୍ଟା କରୁଥିଲେ। କେହି କହୁଥିଲା, ଆରେ ଏଇଟାକୁ ଦେଖ, ଏତେ ଛୋଟ ଯେ ଆମର ଗୋଟିଏ ଗିଡ଼ାରେ ହିଁ ପେଟକୁ ଚାଲିଯିବ। ଆଉ କେହି କହୁଥିଲା, ତତେ ଖାଇଲେ ଆମ ପେଟ ବି ପୁରିବନି, ତୁ ଏଟେ କାହିଁକି ଅଛୁ? ଯା, କୋଉଠି ଲୁଚି ଯା। ଏମିତି କଥା ଶୁଣି ଛୋଟ ମାଛଟିର ମନ ବହୁତ ଦୁଃଖ ହେଉଥିଲା। କିନ୍ତୁ ସେ କିଛି କହୁନଥିଲା। ସେ ଜାଣିଥିଲା ଯେ ସେମାନଙ୍କ ସହ ଯୁକ୍ତି କରି କିଛି ଲାଭ ନାହିଁ। ଦିନେ ଗୋଟେ ବଡ଼ ମାଛ ତା ପାଖକୁ ଆସି କହିଲା, ଆଜି ମୋର ଭାରି ଭୋକ, ମୁଁ ତତେ ହିଁ ଖାଇବି। ଛୋଟ ମାଛଟି ଟିକେ ବି ଡରିଲାନି। ସେ ବହୁତ ଶାନ୍ତ ଭାବରେ ମୁଣ୍ଡ ହଲାଇ କହିଲା, ହଁ, ଆପଣ ମୋତେ ନିଶ୍ଚୟ ଖାଇପାରିବେ। କିନ୍ତୁ ଗୋଟିଏ କଥା ଭାବନ୍ତୁ ତ, ମୁଁ ଏତେ ଛୋଟ ଯେ ଆପଣଙ୍କୁ ଭୋକ ମେଣ୍ଟିବନି। ବରଂ ଆପଣ ମୋତେ ଆଉ କିଛି ଦିନ ଛାଡ଼ି ଦିଅନ୍ତୁ। ମୁଁ ଟିକେ ଖାଇ ପିଇ ବଡ଼ ହୋଇଯିବି। ତାପରେ ଯେତେବେଳେ ମୁଁ ମୋଟା ଆଉ ବଡ଼ ହୋଇଯିବି, ସେତେବେଳେ ଆପଣ ମୋତେ ଖାଇଲେ ଆପଣଙ୍କ ପେଟ ପୂରା ଭରିଯିବ। ବଡ଼ ମାଛଟା ତାର ଏମିତି କଥା ଶୁଣି ଟିକେ ଚିନ୍ତାରେ ପଡ଼ିଗଲା। ସେ ଭାବିଲା, କଥାଟା ତ ଠିକ୍। ଏତେ ଛୋଟ ମାଛକୁ ଖାଇକି ଲାଭ କ'ଣ? ଟିକେ ଅପେକ୍ଷା କରିଗଲେ ଗୋଟେ ବଡ଼ ଭୋଜି ମିଳିବ। ଏମିତି ଭାବି ସେ ଛୋଟ ମାଛଟିକୁ ଛାଡ଼ିଦେଲା। ଛୋଟ ମାଛଟି ନିଜ ବୁଦ୍ଧି ବଳରେ ସେଦିନ ପାଇଁ ନିଜ ଜୀବନ ବଞ୍ଚାଇଦେଲା। କିନ୍ତୁ ସବୁ ବଡ଼ ମାଛ ଏତେ ବୁଝିବା ବାଲା ନଥିଲେ। କିଛି ମାଛ କହିଲେ, କାଲି କିଏ ଦେଖିଛି, ଆଜି ଯାହା ମିଳୁଛି ତାକୁ ଖାଇଦେବା ଭଲ। ଏମିତି କହି ସେମାନେ ତାକୁ ଧରିବାକୁ ଗୋଡ଼ାଇଲେ। କିନ୍ତୁ ଛୋଟ ମାଛଟି ବହୁତ ଚଞ୍ଚଳ ଥିଲା। ସେ ସୁରୁ କରି ପାଣିର ଗଭୀରକୁ ପଶିଗଲା, ଯେଉଁଠି ବଡ଼ ମାଛମାନେ ସହଜରେ ପହଞ୍ଚି ପାରୁନଥିଲେ। ଏମିତି କିଛି ଦିନ ବିତିଗଲା। ଦିନେ ସକାଳେ ଜଣେ କେଉଟ ସେହି ପୋଖରୀକୁ ଆସିଲା। ସେ ନିଜର ବଡ଼ ଜାଲଟିକୁ ପାଣି ଭିତରକୁ ପକାଇଲା। ପୋଖରୀରେ ଥିବା ସବୁ ବଡ଼ ବଡ଼ ମାଛ, ଯେଉଁମାନେ ନିଜ ଶକ୍ତି ଉପରେ ବହୁତ ଗର୍ବ କରୁଥିଲେ, ସେମାନେ ଜାଲରେ ପଡ଼ିଗଲେ। ସେମାନେ ବାହାରିବାକୁ ବହୁତ ଚେଷ୍ଟା କଲେ, ଛଟପଟ ହେଲେ, କିନ୍ତୁ କିଛି ଲାଭ ହେଲାନି। ସେମାନଙ୍କର ବଡ଼ ଆକାର ହିଁ ସେମାନଙ୍କ ପାଇଁ କାଳ ହେଲା। ଆଉ ସେଇ ଛୋଟ ମାଛଟି, ସେ ବି ଜାଲରେ ପଡ଼ିଯାଇଥିଲା। କିନ୍ତୁ ତାର ଆକାର ଏତେ ଛୋଟ ଥିଲା ଯେ ସେ ଜାଲର କଣା ଭିତର ଦେଇ ସହଜରେ ଖସିଗଲା। ସେ ବାହାରକୁ ଆସି ଦେଖିଲା, ଯେଉଁ ବଡ଼ ମାଛମାନେ ତାକୁ ଖାଇବାକୁ ଧମକ ଦେଉଥିଲେ, ସେମାନେ ସମସ୍ତେ ଜାଲରେ ବନ୍ଦୀ ହୋଇଯାଇଛନ୍ତି। କେଉଟ ଜାଲକୁ ଟାଣି ନେଇଗଲା ଆଉ ସବୁ ବଡ଼ ମାଛଙ୍କୁ ଧରି ଚାଲିଗଲା। ଛୋଟ ମାଛଟି କିନ୍ତୁ ନିଜର ଛୋଟ ଆକାର ଆଉ ବୁଦ୍ଧି ଯୋଗୁଁ ବଞ୍ଚିଗଲା। ତେବେ ଏଇ କାହାଣୀରୁ ଆମେ କ'ଣ ଶିଖିଲେ? ଆମେ ଶିଖିଲେ ଯେ କେବଳ ଶାରୀରିକ ବଳ ବା ବଡ଼ ଆକାର ହିଁ ସବୁକିଛି ନୁହେଁ। ବେଳେବେଳେ ବୁଦ୍ଧି, ଧୈର୍ଯ୍ୟ ଆଉ ବିନମ୍ରତା ବଡ଼ ବଡ଼ ବିପଦରୁ ବି ଆମକୁ ରକ୍ଷା କରିପାରେ। ଯେମିତି ସେଇ ଛୋଟ ମାଛଟି ନିଜର ଛୋଟପଣକୁ ନେଇ ଦୁଃଖୀ ନ ହୋଇ ବରଂ ତାକୁ ହିଁ ନିଜର ସୁରକ୍ଷା କବଚ ଭାବରେ ବ୍ୟବହାର କଲା। ସେ ଜାଣିଥିଲା ଯେ ସମୟ ଆସିଲେ ତାର ଏହି ଦୁର୍ବଳତା ହିଁ ତାର ସବୁଠୁ ବଡ଼ ଶକ୍ତି ସାବ୍ୟସ୍ତ ହେବ। ଅନ୍ୟପଟେ ବଡ଼ ମାଛମାନଙ୍କର ଅହଙ୍କାର ଆଉ ଗର୍ବ ହିଁ ସେମାନଙ୍କର ବିନାଶର କାରଣ ହେଲା। ସେମାନେ ଭାବୁଥିଲେ ଯେ ସେମାନେ ସବୁଠୁ ଶକ୍ତିଶାଳୀ, କେହି ସେମାନଙ୍କର କିଛି କ୍ଷତି କରିପାରିବେ ନାହିଁ। କିନ୍ତୁ ଶେଷରେ ସେମାନଙ୍କର ସେହି ବଡ଼ ଆକାର ହିଁ ସେମାନଙ୍କୁ ଜାଲରେ ଫସେଇଦେଲା। ତେଣୁ ମନେ ରଖନ୍ତୁ, ଜୀବନରେ କେବେ ବି ନିଜକୁ ଛୋଟ କିମ୍ବା ଦୁର୍ବଳ ଭାବିବା ଉଚିତ ନୁହେଁ, କିମ୍ବା ନିଜ ଶକ୍ତି ଉପରେ ଅହଙ୍କାର କରିବା ଉଚିତ ନୁହେଁ। କାରଣ କେତେବେଳେ କେଉଁ ପରିସ୍ଥିତିରେ କାହାର ବୁଦ୍ଧି କାମରେ ଆସିବ, ତାହା କେହି କହିପାରିବେ ନାହିଁ।